ଆଜିର ପ୍ରସଙ୍ଗ ହଉଛି ଆପଣଙ୍କ ଦୁଃଖର କାରଣ କଣ? ପୃଥିବୀରେ ଏମିତି କେହି ନାହିଁ ଯେ ଦୁଃଖୀ ନାହିଁ। ଆମର ଦୁଃଖର କାରଣ କଣ? ଆମେ କଣ ପାଇଁ ଏତେ ଦୁଃଖ ପାଉ? ଆମେ ବେଳେ ବେଳେ କହୁ ଆଜ୍ଞା ଆମର ମନର ଦୁଃଖ କେହି ବୁଝିପାରୁନାହାନ୍ତି, ମୁଁ ଏତେ ଦୁଃଖରେ ଅଛି ଆଜ୍ଞା ଯେ ବର୍ଣ୍ଣନା କରିହେବନି। ମୋର ଏଇ ଦୁଃଖ ମଲେ ହିଁ ସରିବ। ଆଉ ବେଳେ ବେଳେ ଏମିତି ହୁଏ ଯେ ଘର ଭିତରେ ଆମେ ଏକୁଟିଆ ଥାଉ, ଘରେ ବହୁତ ଲୋକ ଥାନ୍ତି କିନ୍ତୁ ଆମେ ଏକୁଟିଆ ଥାଉ, ଭିଡ ଭିତରେ ଏକୁଟିଆ ଥାଉ। ଆମେ ମନର କଥା କାହାକୁ କହିବି ପାରିନଥାଉ। ଚର୍ଚ୍ଚରେ ପଦେ କହିଲେ ତାକୁ ରଚନା ବନେଇ ଦିଅନ୍ତି, ଚାରିଆଡେ ପ୍ରଚାର ପ୍ରସାର ହୁଏ। ଆପଣ ଚର୍ଚ୍ଚକୁ ଆସିଲା ବେଳକୁ ସମସ୍ତେ ଆପଣଙ୍କୁ ଅନଉଥାନ୍ତି। ଖାଲି ଜଣକୁ ଟିକେ କୁହନ୍ତୁ, ଚାରିଆଡେ ସେ ପ୍ରଚାର ହେଇଯାଇଥିବ। ଯଦି ପାଳକଙ୍କୁ କହିଲେ ସେ ପାଳକ ଯାଇ ତାଙ୍କ ସ୍ତ୍ରୀଙ୍କୁ କହିବେ, ସେ ସ୍ତ୍ରୀ ଯାଇ ସମସ୍ତଙ୍କୁ କହିବେ। ପାଳିକାଙ୍କୁ କହିଲେ ସେ ସମସ୍ତଙ୍କୁ କହିଦେବେ, ଲାଷ୍ଟରେ ପାଳକ ଶୁଣିବେ। ଆମେ ଚର୍ଚ୍ଚରେ ଯାହାକୁ ବିଶ୍ୱାସ କରି ଭାବିବୁ ତାକୁ କହିବୁ, ସେ ଚାରିଆଡେ ବର୍ଣ୍ଣନା କରିଦେଇଥିବ। ଏବେ ଦୁଃଖ ଯାଇ କାହାକୁ କହିବୁ? ସେ ଘର ଚଟିଆ ଭଳିଆ କୋଣରେ ବସିକି ଚିଞ୍ଚି କରିବା ଛଡା ଆମର ଆଉ କିଛି ନାହିଁ। ଆମେ ପାଳକ ମାନେ କାହାକୁ ଯାଇ ଦୁଃଖ କହିବୁ? ଆମେ ପାଳକ ପ୍ରଚାର କାହାକୁ କହିବୁ ଦୁଃଖ? ତ ଏମିତି ଭାବରେ ସମସ୍ତେ ଦୁଃଖୀ। ଆମର ପ୍ରଧାନମନ୍ତ୍ରୀକୁ ଦେଖ, ସବୁବେଳେ ଦୁଃଖରେ ଥିବେ। ବିଦେଶରେ ଯାଉଛନ୍ତି ବାରମ୍ବାର ଟିକେ ହସିବା ପାଇଁ, ଖୁସି ହେବା ପାଇଁ, କାରଣ ଆମର ଦେଶ ସାରା ଏଠର ବାୟୁମଣ୍ଡଳ ପୁରା ଦୁଃଖରେ ପରିପୂର୍ଣ୍ଣ। ସେ ବାହାରେ ଗଲେ ଟିକେ ହସୁଛନ୍ତି, ମନ ଖୋଲିକି ହସୁଛନ୍ତି। ହସିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେ ଯାଉଛନ୍ତି, ହସୁଛନ୍ତି, ଆସୁଛନ୍ତି। ଆସିଲା ପଳେଇଲା ବେଳକୁ ଦେଖିବ ପୁରା ମୁହଁ ପୁରା ଶୁଖି ଯାଇଥିବ, କାରଣ ପୁଣି ଦୁଃଖରେ। ସେ ଥରେ କହୁଥିଲି ଏଇଟା କଣ ଦେଶ? ଏମିତି ଦେଶ ଜନ୍ମ ହେବାଠାରୁ ଅଭିଶାପ ବୋଲି ସେ କହୁଥିଲେ। ମାନେ ଭାବି ଦେଖନ୍ତୁ, ଆମେ ଏତେ ଖୁସିରେ ଅଛୁ, ଲୋକମାନେ ତ ଦୁଃଖରେ କାହିଁକି ଅଛୁ? ପ୍ରିୟ ଭାଇ ଭଉଣୀ ମାନେ, ଏ ଜଗତରେ ଦୁଃଖ ଆମଙ୍କର ଅବିଚ୍ଛିନ୍ନ ଅଙ୍ଗ ଅଟେ। କିନ୍ତୁ ଆଜି ଆମେ ଟିକେ ଚିନ୍ତା କରି ଦେଖିବା, ଆପଣଙ୍କ ଦୁଃଖର କାରଣ କଣ? କଣ ହେଇପାରେ? ମୁଁ କେତେଟା ବିଷୟ ଆପଣଙ୍କୁ ସମ୍ମୁଖରେ ରଖିବା ପାଇଁ ଚାହେଁ। ଆଦି ପୁସ୍ତକ 3 ପର୍ବ 16-17। ଆଦି ପୁସ୍ତକ 3 ପର୍ବ 16-17। ତ ସେ ନାରୀଙ୍କି କହିଲେ, ଆମ୍ଭେ ତୁମର ଗର୍ଭ ବେଦନା ଅତିଶୟ ବଢାଇବା, ତୁମେ ବ୍ୟଥାରେ ସନ୍ତାନ ପ୍ରସବ କରିବ, ପୁଣି ସ୍ୱାମୀ ପ୍ରତି ତୁମର ବାସନା ରହିବ, ସେ ତୁମ ଉପରେ କର୍ତ୍ତୃତ୍ୱ କରିବ। ଆଉ ସେ ଆଦମକୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମେ ତୁମକୁ ଆଜ୍ଞା ଦେଇ କହିଥିଲୁ ତା ଖାଇବ ନାହିଁ। ତୁମେ ଆପଣ ବାର୍ଯ୍ୟାର କଥା ଶୁଣି ତା ଖାଇଅଛ, ଏଣୁ ତୁମ ସକାଶୁ ଭୂମି ଶାପଗ୍ରସ୍ତ ହେଲା, ତୁମେ ଯାବଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ। ଦୁଃଖର କାରଣ କଣ? ଦୁଃଖର ପ୍ରଥମ କାରଣ ହଉଛି ଅବାଧ୍ୟତା, ଈଶ୍ୱରଙ୍କ କଥାର ଅବାଧ୍ୟ। ପରମେଶ୍ୱରଙ୍କ କଥାକୁ ନ ମାନିବା ଆମର ଦୁଃଖ, କ୍ଲେଶ, ଅପମାନ କାରଣ ଘଟେ। ଯଦି ଏମାନେ ସର୍ପର କଥା ଶୁଣି ନଥାନ୍ତି, ସମ୍ମାନର ସହିତ ବଞ୍ଚିଥାନ୍ତି, ପୃଥିବୀରେ ଲୋକମାନେ କେତେ ଖୁସିରେ ଥାନ୍ତି। ଅବାଧ୍ୟ ତାହା ଦୁଃଖର ଗୋଟେ କାରଣ। ଆଉ ଦେଖିବେ ଗୀତ ସଂହିତା 32 ପର୍ବ 10 ପଦ। ଗୀତ ସଂହିତା 32:10। ଦୁଷ୍ଟକୁ ଅନେକ ଦୁଃଖ ଘଟିବ, ମାତ୍ର ଯେଉଁ ଜନ ସଦାପ୍ରଭୁଙ୍କ ଠାରେ ନିର୍ଭର ରଖେ ତାର ଚତୁର୍ଦିଗରେ ଦୟା ବେଷ୍ଟନ କରିବ। ଦୁଃଖ କାହାକୁ ଆସିବ? ଯଦି ଆମ ଜୀବନରେ କୌଣସି ଦୁଷ୍ଟତା ଥାଏ,
ତେବେ ଆମର ଜୀବନରେ ଦୁଃଖ ଆସିବ। ଗୋଟେ ହଉଛି ଅବାଧ୍ୟତା, ଆଉ ଗୋଟେ ହଉଛି ଦୁଷ୍ଟତା। ଯଦି କୌଣସି ଦୁଷ୍ଟତା ଆମ ଜୀବନରେ ଥିବ, ତେବେ ନିଶ୍ଚିତ ଭାବରେ ଆମର ଜୀବନରେ ଦୁଃଖ ଆସିବ। କେତେଟା ଦୁଃଖ ଆମେ ନିଜେ ଡାକି ଆଣିଥାଉଛୁ, ସେ ଦୁଃଖ ନାହିଁ, ଶୁଖିଲା ଦୁଃଖ ଗୁଡାକ ଆମେ ଖୋଜି ଆଣିଥାଉଛୁ ଆଉ ଉପରେ ପକାଇ ଦୁଃଖୀ ହେଇଥାଉଛୁ। ଅରିଜିନାଲ ଦୁଃଖ ଏଇଟା। ଦୁଃଖର କାରଣ କଣ? ପ୍ରଥମ ବିଷୟ ଈଶ୍ୱରଙ୍କ ବାକ୍ୟର ଅବାଧ୍ୟତା, ଦ୍ୱିତୀୟ ବିଷୟ ହେଉଛି ଦୁଷ୍ଟତା। ମାତ୍ର ଯେଉଁ ଜନ ସଦାପ୍ରଭୁଠାରେ ନିର୍ଭର ରଖେ, ତାର ଚତୁର୍ଦିଗରେ ଦୟା ବେଷ୍ଟନ କରେ। ଖାଲି ପ୍ରଭୁଙ୍କ ଠାରେ ନିର୍ଭର ରଖିଲେ ଆପଣ ଚାରିଆଡେ ଦୟା ହିଁ ଦୟା, ଦୟା ହିଁ ଦୟା ରହିବ। ଯୋଉଠି ଯିବେ ଦୟା ପାଇବେ, ପ୍ରଭୁଙ୍କର ଦୟା ଆପଣଙ୍କ ରହିବ। ଦୁଷ୍ଟ ଲୋକର କଣ ହବ? এইটা অনেক দুঃখ, খালি দুঃখ নেই, ଦୁଷ୍ଟକୁ ଅନେକ ଦୁଃଖ, 1 2 3 4 ଗଣି ହେବ ନାହିଁ ସେତିକି ଦୁଃଖ ସେ ପାଇବ। କାହିଁକି ଦୁଃଖ ଆସେ? ଉପଦେଶକ 2 ପର୍ବ 26 ପଦ। ଆପଣ ବସି ଟିକେ ଚିନ୍ତା କରିବେ ଆପଣଙ୍କ ଦୁଃଖର କାରଣ କଣ? ଆମେ କାହାରିକୁ କହି ନପାରୁ ମୁଁ କାହିଁକି ଦୁଃଖରେ ଅଛି, କିନ୍ତୁ ନିଜକୁ ନିଜ ପଚାରିଲେ ଜାଣିପାରିବୁ ମୁଁ କାହିଁକି ଦୁଃଖରେ ଅଛି। ମୁଁ ମୋର ଦୁଃଖର କାରଣ ଅନ୍ୟମାନଙ୍କୁ ଖୋଜିଲା ପୂର୍ବରୁ ମୁଁ ନିଜ ଠାରେ ଖୋଜେ ଯେ ମୁଁ ଆଜି କାହିଁକି ଦୁଃଖରେ ଅଛି, କଣ ପାଇଁ? ଉପଦେଶକ 2 ପର୍ବ 26 ପଦ। ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ ସେ ତାକୁ ଜ୍ଞାନ ଓ ବିଦ୍ୟା ଓ ଆନନ୍ଦ ଦିଅନ୍ତି, ମାତ୍ର ପରମେଶ୍ୱରଙ୍କ ତୁଷ୍ଟିକାରୀ ଲୋକକୁ ଦେବା ପାଇଁ ସଂଗ୍ରହ ଓ ସଞ୍ଚୟ କରୁଣାର୍ଥେ ପାପୀକେ ସେ ଆୟାସ ଦିଅନ୍ତି। ଏହା ହିଁ ଓସାର ଓ ବାୟୁର ପଶ୍ଚାଦବନ ମାତ୍ର। ଆମେ କଣ ଦେଖୁଛୁ? ଈଶ୍ୱର ବିହୀନ ଜୀବନ। କେମିତି ଜୀବନ? ଈଶ୍ୱର ବିହୀନ ଜୀବନ। ପ୍ରଭୁ ନଥିବା ଜୀବନରେ ଦୁଃଖ ଥିବ। ପ୍ରଭୁ ଯଦି ଆମ ଜୀବନରେ ଥିବେ, ଲୋକ କମେଇବ। ଏ ଲୋକ ଯୋଉ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ ସେ ତାହାକୁ ଜ୍ଞାନ ବିଦ୍ୟା ଆନନ୍ଦ ଦିଅନ୍ତି, ମାତ୍ର ପରମେଶ୍ୱର ତୁଷ୍ଟିକାର ଲୋକକୁ ଦେବା ପାଇଁ ସଂଗ୍ରହ ଓ ସଞ୍ଚୟ କରଣାର୍ଥେ ପାପୀକି ସେ ଆୟାସ ଦିଅନ୍ତି, ତାକୁ ଦିଅନ୍ତି କିନ୍ତୁ କିଛି କାମ କରେ। ଈଶ୍ୱର ବିହୀନ ଜୀବନ। ସେ ଖାଲି ଦୌଡ଼ି ବୁଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଈଶ୍ୱର ବିହୀନ ଜୀବନ ଦୁଃଖର କାରଣ ଅଟେ। ଆପଣ ଯଦି ଦୁଃଖ ଆସିବ, କଷ୍ଟ ଆସିବ, ସମସ୍ୟା ଆସିବ, ଆପଣ ପ୍ରଭୁଙ୍କ ପାଖକୁ ଦୌଡ଼ିକି ଯାଆନ୍ତୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିବେ। ପ୍ରିୟ ଭାଇ ଭଉଣୀ ମାନେ, ଆମର ଦୁଃଖର କାରଣ କଣ ଆମେ ଖୋଜୁଛୁ। ଗୀତ ସଂହିତା 16:4। ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି ସେମାନଙ୍କ ଦୁଃଖ ବଢିଯିବ। ସେମାନଙ୍କ ଦତ୍ତ ରକ୍ତର ପେୟ ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ, କିମ୍ବା ମୁଁ ସେମାନଙ୍କ ନାମ ଆପଣା ଅଷ୍ଟାଧାରରେ ନେବି ନାହିଁ। କଣ ଲେଖାଯାଉଛି? ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତେ ଅନ୍ୟ ଦେବଗଣକୁ ଗ୍ରହଣ କରନ୍ତି ସେମାନଙ୍କ ଦୁଃଖ ବଢିଯିବ। ଈଶ୍ୱରଙ୍କ ବିନା ଯଦି ଆଉ କାହାର ସେବା କରିବେ, ଏବେ ଆମ ଦେଶରେ ଦେଖନ୍ତୁ ଭକ୍ତମାନେ ପାଟି ବି ଖୋଲି ପାରୁନାହାନ୍ତି। ଭକ୍ତମାନେ ଏତେ ଟଙ୍କା ସୁନା ରୂପା ଚୋରି ହେଇଗଲା, ଅଜସ୍ର ଟଙ୍କାର ସମ୍ପତ୍ତି, ଯୋଉମାନେ ଯେ କରି ବୁଲୁଥିଲେ ଝଣ୍ଡା ଧରି କରି, ଆଜି ପାଟିରେ କିଛି ଶବ୍ଦ ବି ବାହାରୁନି। ତେଣୁ ଭାବିଥିଲେ କଣ ହେଲା କଣ? ପ୍ରିୟ ଭାଇ ଭଉଣୀ ମାନେ, ଆଗକୁ ଆହୁରି ଦୁଃଖ ଥିବ। ଆମର ଦେଶର ସମସ୍ୟା ଅସରନ୍ତି ହେବା ପାଇଁ ଯାଉଛି। କାରଣ ଯୋଉ ଦେଶ ସତ୍ୟ ପରମେଶ୍ୱରଙ୍କୁ ଅଗ୍ରାହ୍ୟ କରିବ, ଉପେକ୍ଷା କରିବ, ତିରସ୍କାର କରିବ, ଅପମାନନା କରିବ, ସେ ଦେଶର ଦୁଃଖ ବଢି 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 ଯିବ। ଆଗକୁ ଆହୁରି ସମସ୍ୟା ଅଛି। ଆଗକୁ ଆହୁରି ଗୁଡେ ସମସ୍ୟା ଅଛି, ଲୋକ ଜାଣିନାହାନ୍ତି।
ଏବେ ଜଣେ ଲୋକର ନାଁ ଯଦି ଭୋଟର ଲିଷ୍ଟରେ ନାହିଁ, ସେ ପାସପୋର୍ଟ ବି ବନେଇ ପାରିବନି। ପାସପୋର୍ଟ ବନେଇ ପାରିବ ନାହିଁ, ତାର ପାସପୋର୍ଟ ରିନ୍ୟୁଆଲ ବି ହଉନି, ତାର ପାସପୋର୍ଟଟା ରିନ୍ୟୁଆଲ ବି ହଉନି, ତାକୁ ବିଦେଶକୁ ଯିବା ପାଇଁ ବି ଦଉନାହାନ୍ତି। ତାପରେ ଦେଖିବେ ତାର ବ୍ୟାଙ୍କ ଆକାଉଣ୍ଟକୁ ଆସିବେ, ତାପରେ ତାର ଜମି ବାଡିକୁ ଆସିବେ, କାରଣ ଆଧାର ଲିଷ୍ଟ ମାନେ ଭୋଟର ଲିଷ୍ଟରେ ତମର ନାଁ ନାହିଁ ମାନେ ତୁମେ ଭାରତୀୟ ନାହିଁ, ଭାରତୀୟ ସୁବିଧାକୁ ଉପଭୋଗ କରିପାରିବ ନାହିଁ, ଗୁଡିଏ କଟକଣା ଆଗକୁ ଆସିବ। ଆଗକୁ ଦୁଃଖ ହିଁ ଦୁଃଖ। ଆମେ ତ କେତେ ପରସେଣ୍ଟ, ଆମେ 4%, ସେମାନେ କେତେ ପରସେଣ୍ଟ? ସେମାନେ 90ରୁ ଅଧିକ ପରସେଣ୍ଟ, ସେମାନଙ୍କ ଦୁଃଖ ବେଶୀ, ଆମର କଣ? ଆମେ ତ ଦୁଃଖରେ ବି ସୁଖରେ ରହିବା ଶିଖି ଦେଇଛୁ। ଦୁଃଖର କାରଣ କଣ? ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତେ ଅନ୍ୟ ଦେବ ତାକୁ ଗ୍ରହଣ କରନ୍ତି, ସେମାନଙ୍କୁ ଦୁଃଖ ବଢିଯିବ, ଦୁଃଖ ବଢିଯିବ। ଆପଣ ଦେଖିବେ ହିତୋପଦେଶ 23 ପର୍ବ 29-30, ହିତୋପଦେଶ 23, 29-30। କାହାର ହାହାକାର, କାହାର ଓକାର, କାହାର କଳି, କାହାର ବକାବକି, କାହାର ଅକାରଣ କ୍ଷତ, କାହାର ରକ୍ତବର୍ଣ୍ଣ ଚକ୍ଷୁ, ଯେଉଁମାନେ ଦ୍ରାକ୍ଷାରସ ପାନରେ ବହୁ କାଳ ବସିଥାନ୍ତି, ଯେଉଁମାନେ ମିଶ୍ରିତ ସୁରା ଖୋଜି ବୁଲନ୍ତି, ସେମାନଙ୍କର। ସେମାନଙ୍କ ଦୁଃଖ ବଢିଯିବ। ଏ ଦେଖୁଛୁ ଯେମାନେ ମଦ୍ୟପାନରେ ଆସକ୍ତ ହେଇ ରୁହନ୍ତି, ଦ୍ରାକ୍ଷାରସରେ ମାତିକି ରୁହନ୍ତି, ସେମାନଙ୍କ ଦୁଃଖ ବଢିଯିବ ବୋଲି, ସେମାନଙ୍କ ଦୁଃଖ ବଢିବ, ବାକି ଲୋକର ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। କାହାର ହାହାକାର, କାହାର ଅକାର, କାହାର କଳି, କାହାର ବକାବକି, କାହାର ଅକାରଣ କ୍ଷତି, କାହାର ରକ୍ତବର୍ଣ୍ଣ ଚକ୍ଷୁ, ଯେଉଁମାନେ ଦ୍ରାକ୍ଷାରସ ପାନରେ ବହୁ କାଳ ବସିଥାନ୍ତି, ଯେଉଁମାନେ ମିଶ୍ରିତ ସୁରା ଖୋଜି ବୁଲନ୍ତି, ସେମାନଙ୍କର ଦୁଃଖର କାରଣ ଗୁଡାକ ଆମେ ଦେଖୁଛୁ। ଲୋକମାନେ ଯୋଉ ଘରେ ମଦ୍ୟପାନ କରନ୍ତି, ସେ ଘରେ ଖୁସିରେ ଥିବା କଷ୍ଟ, ବାହାରେ ବଢିଆ ଦେଖାଯାଆନ୍ତି, କିନ୍ତୁ ଭିତରେ ଯୋଉ ଲାଗିଥାଏ କଳି, କଳହ, ଗଣ୍ଡଗୋଳ, ଅଶାନ୍ତି, ଆପଣ ବୁଝିପାରିବେନି ସେଗୁଡା। ସେମାନଙ୍କ ଘରେ ବାହାରେ ବଢିଆ ଦେଖାଯାଆନ୍ତି, କିନ୍ତୁ ଯୋଉ ରକମର ଅଶାନ୍ତି ହୁଏ, ଦୁଃଖର କାରଣ ଆପଣ ଯଦି ଦେଖିବେ ଗୀତ ସଂହିତା 127 ତାର 1 ଆଉ 2। ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ। ତୁମେମାନେ ଯେ ପ୍ରଭାତରେ ଉଠ ଓ ଏତେ ବିଳମ୍ବରେ ବିଶ୍ରାମ କର, ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମମାନଙ୍କ ପକ୍ଷରେ ବୃଥା, କାରଣ ସେହି ପ୍ରକାର ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି। ଏଠି ଆମେ କଣ ଦେଖୁଛୁ? ଯଦି ଜଣେ ଲୋକ ନିଜ ଚେଷ୍ଟା ସବୁ କରିବା ପାଇଁ ଚାହେଁ, ସେ ଗୃହର ନିର୍ମାତା ପ୍ରଭୁ ନଥାନ୍ତି, ସେ ଘର ସବୁ ବୃଥା ଅଟେ। ମାନେ ସ୍ୱଚେଷ୍ଟାରେ ଆମେ ଯାହା କରିବା ପାଇଁ ଚାହୁଁ, ଯୋଉଠି ପ୍ରଭୁଙ୍କୁ ଆମେ ସାମିଲ ନ କରିଥାଉ, ଯୋଉ ପରିବାରରେ ପାରିବାରିକ ଡେସିସନ, ପାରିବାରିକ ଚଳାଚଳ, ପାରିବାରିକ ବିଷୟବସ୍ତୁରେ ପ୍ରଭୁଙ୍କୁ ସେମାନେ ଅଗ୍ରାଧିକାର ଦିଅନ୍ତି ନାହିଁ, ପ୍ରଭୁଙ୍କୁ ବାହାର କରିଦିଅନ୍ତି, ଆଉ ନିଜେ ଚେଷ୍ଟା କରି ଘର ଚଲାନ୍ତି, ସ୍ୱଚେଷ୍ଟାରେ, ସେଲ୍ଫ ଏଫର୍ଟସ, ମୁଁ ତ ପାରିବି। ଆଉ ଅନେକଙ୍କୁ ଦେଖିବେ ଜୀବନରେ ପ୍ରଭୁଙ୍କୁ ଧୀରେ ଧୀରେ ସାଇଡ କରି କରି ଯାଆନ୍ତି, ପ୍ରଭୁଙ୍କୁ ପ୍ରାଧାନ୍ୟତା ନଥାଏ, ସେ ଘରର ଅବସ୍ଥା ଅତି ଭୟଙ୍କର। ତେଣୁ ଆମର ଘରର ମୁରବୀ ପ୍ରଭୁ ହେବା ଦରକାର। ଯଦି ପ୍ରଭୁ ନଥିବେ, ମୁରବୀ ମାନେ କଣ? ପ୍ରତିଟି ବିଷୟ ପ୍ରଥମରେ ସେ ଜାଣିବେ,
ତାଙ୍କଠାରୁ ପରାମର୍ଶ ନିଆଯିବ, ତାଙ୍କର ଚାଳନା ନିଆଯିବ, ତାଙ୍କର ଉପସ୍ଥିତିକୁ ଅଗ୍ରାଧିକାର ଦିଆଯିବ। ସେଇ ଘରେ ଶାନ୍ତି ରହିବ, ନଚେତ୍ ଦୁଃଖ ବଢି ବଢିଯିବ। ପ୍ରଭୁ ଆମକୁ ସବୁ ବିଷୟ ଦିଅନ୍ତି, କିନ୍ତୁ ଆମେ ପ୍ରଭୁଙ୍କୁ ନ ପଚାରି ସବୁ କରିଥାଉ। ଏବେ ଦେଖନ୍ତୁ, ଆମ ଘରେ ସବୁ ପ୍ରଭୁଙ୍କୁ ମାନିବା ଲୋକ, ପ୍ରଭୁଙ୍କୁ ଭଲ ନ ଜାଣିବା ଲୋକ ବିଭିନ୍ନ ପରାମର୍ଶ ଆମକୁ ଦେଇଥାଏ। ଏଇ ପୁଅକୁ ସେଇ ଝିଅର ବାହାଘର କଲେ ଠିକ ଥିବ, ଏଇ ଜମି କିଣିଲେ ତୁମ ପାଇଁ ଭଲ ଥିବ, ଏଇ ପଇସା ସେଠି ଲଗାଇଲେ ଭଲ ଥିବ। ହେଲେ ସେ ତ ପ୍ରଭୁଙ୍କୁ ଜାଣିନି, ଖାଲି ଉପରେ ପ୍ରଭୁ ପ୍ରଭୁ ହଉଛି, ଭିତରେ ତ କିଛି ନାହିଁ। ଘଣ୍ଟା ଘଣ୍ଟା ବାଇବେଲ ପଢିଲେ କଣ ହବ? ଜୀବନ ତ ଠିକ ନଥିବ। ଗିର୍ଜା ପ୍ରାର୍ଥନା ଦୌଡୁଥିବେ ଲୋକମାନେ, ଗିର୍ଜା ପ୍ରାର୍ଥନା ବୋଲେ ଆଗ, ମହିଳା ସମିତିରେ ପ୍ରଥମ। ସେ କେମିତି ଲୋକ? ସେ ମହିଳା ସମିତିରେ ପୁରା ସବୁବେଳେ ଯାଆନ୍ତି। କାହିଁକି ଯାଆନ୍ତି? ଆଟା ଚୁଗଲି କରିବା ଯାଆନ୍ତି। ବାକ୍ୟରେ ମାନେ ବାକ୍ୟ କଣ ପାଇଁ ବାକ୍ୟ? ଖାଲି ମୁଁ ଫାଷ୍ଟ, ମୁଁ ବେଳେ ବେଳେ ମହିଳା ସମିତି ଗୁଡାକ ଯାଏ, ଏମିତି ଦଳ ହିଁ ଆସିଥାନ୍ତି। ପ୍ରତ୍ୟେକ ଗାଁରୁ 10 ଜଣ ଆସିବେ, ପ୍ରତ୍ୟେକ ମଣ୍ଡଳୀରୁ। ଡ୍ରାମା କରିବା ଲୋକ 2 ଲୋକ, ଗୀତ ଗାଇବା ଲୋକ 2 ଜଣ, ଆହୁରି ସେ କୁଇଜ ରେ ନମ୍ବର 1 ଲୋକ 2 ଲୋକ, ଏମିତି ହେଇକି ଆସିଥାନ୍ତି। କେମିତି ହେଲେ କୁଇଜ ରେ ଜିଣିବାର ଅଛି, ଆମେ ସ୍କିଟ ରେ ଜିଣିବାର ଅଛି, ଆଉ କଣ ଡ୍ରାମା କରିବାର ଅଛି, ଆଉ କଣ ନାଚିବାର ଅଛି, ଏସବୁ ମିଶିକି ଆସିଥାନ୍ତି। ଖାଲି ସେ କୁଇଜରେ ଫାଷ୍ଟ ଆସିବା ପାଇଁ ବାଇବେଲ ଜାଣିଛନ୍ତି, ଆଉ କିଛି ନାହିଁ, ଜୀବନରେ ପ୍ରୟୋଗ ନାହିଁ। ଏମିତିକା ଲୋକମାନଙ୍କ ଠାରୁ ପରାମର୍ଶ ନେଲେ ଆମର ଘରର ଶାନ୍ତି ଆସିବ। ଆମେ ବେଳେ ବେଳେ କଣ କରୁ? ଈଶ୍ୱର ପୁରାଣ ଲୋକମାନଙ୍କର କଥାକୁ ଉପେକ୍ଷା କରିଥାଉ। ଆମ ଘରେ କଣ ହୁଏ? ସଦା ପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ମାନେ ଗୃହର ନିର୍ମାଣ କର୍ତ୍ତା ପ୍ରଭୁ ହେବା ଦରକାର। ଆମେ ଖାଲି ଘର ପ୍ରତିଷ୍ଠା ବୋଲି କହୁଛୁ, ଘର ପ୍ରତିଷ୍ଠା ନାହିଁ। ପରବର୍ତ୍ତୀ ବିଷୟ, ସେ ଗୃହରେ ରହିବା ଲୋକ ପ୍ରଭୁଙ୍କୁ ସେ ଗୃହରେ ସ୍ଥାନ ଦିଅନ୍ତି କି? ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତି। ଦୁଃଖର କାରଣ କଣ? ଉପଦେଶକ 5 ପର୍ବ 12 ପର୍ବ। ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହିଁ ତାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାକୁ ନିଦ୍ରା ଯିବାକୁ ଦେବ ନାହିଁ। ବେଳେ ବେଳେ ଧନ ପ୍ରେମ, ଧନର ଆସକ୍ତି ଆମର ଦୁଃଖର କାରଣ ହେଇଥାଏ। ଧନ ସୁଖ ଦିଏ ନାହିଁ, ଦୁଃଖ ବି ଦିଏ। ଦେଖିବେ, ଗରିବ ଲୋକ ଆରାମରେ ଶୋଇପାରିବ, କଣ ବି ଖାଇପାରିବ, ତା ଘର କବାଟ ବି ଭଲ ନାହିଁ, ଝରକା ବି ଭଲ ନାହିଁ। ଧନୀ ଲୋକ ଶୋଇ ବି ପାରିବନି। କୁକୁର ଭୁକିଲା ବୋଲେ ସେ ବାହାରି ପଡିବ, କଣ ପାଇଁ କୁକୁର ଭୁକୁଛି ରାତିରେ। କୁକୁର ଭୁ ଭୁ କଲା ମାନେ କୁକୁର କଣ ବାରିପଟେ ଭୁକୁଛି ଆଜି? ସେ କୁକୁର କାହିଁକି ଭୁକିଲା ତାକୁ ଜଣାଛି। ସାଙ୍ଗେ ସାଙ୍ଗେ ସିସି କ୍ୟାମେରା ଅନ୍ କରି ସବୁ ଦେଖିଦବ, ସେ ବାରିପଟ ଆଗ ପଛ ସେ ଖାଲି ୱାଚମ୍ୟାନ ଭଳିଆ ଥିବା କଥା। କାରଣ ଯୋଉଠି ଧନ ସେଠି ତ ମନ ଥାଏ। এইটা ବି ଦୁଃଖର କାରଣ। ଦେଖିବେ ଧନୀ ଲୋକମାନେ ଅନ୍ୟମାନେ ଘର ଦ୍ୱାର ବନେଇଲେ ବଡ ଦୁଃଖୀ ଯାଆନ୍ତି, କାରଣ ଗାଁର ନମ୍ବର 1 ମୁଁ କାହାବାର ଅଛି। ମୋ ଭଳିଆ ଗାଡି କାହାକୁ ନଥାଉ, ମୋ ଭଳିଆ ଘର କାହାକୁ ନଥାଉ, ସବୁ ମୁଁ ଏକା ହେବାର ଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ଆମର ଦୁଃଖର କାରଣକୁ ଆମେ ଟିକେ ଦେଖିବା। ତେବେ ଆର ସମାଧାନ କଣ? କଣ କଲେ ଆମର ଦୁଃଖ ଦୂର ହେଇପାରିବ? ଗୀତ ସଂହିତା 38, 17, 18। ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ ଓ ମୋର ଦୁଃଖ ସର୍ବଦା ମୋ ସମ୍ମୁଖରେ ଥାଏ, ମୁଁ ଆପଣା ଅପରାଧ ପ୍ରକାଶ କରିବି, ମୁଁ ଆପଣା ପାପ ଲାଗି ଖେଦିତ ହେବି। କେମିତି ଦୁଃଖ ଦୂର ହବ ଦେଖାଯାଉଛି ଏଠି। ମୁଁ ଆପଣା ଅପରାଧ ପ୍ରକାଶ କରିବି। ମୁଁ କଣ କରିବି? ମୋ ଅପରାଧକୁ ପ୍ରକାଶ କରିବି।
ମୁଁ ଆପଣା ପାପ ଲାଗି ଖେଦିତ ହେବି। ଏଇଟା ସବୁଠୁ ବେଷ୍ଟ ବିଷୟ। କଣ କରିବା ଅଛି? ପ୍ରଭୁଙ୍କ ପାଖକୁ ଯାଇ ସେ କଣ କହୁଛନ୍ତି? ମୁଁ ଝୁଣ୍ଟି ପଡିବାକୁ ଉଦ୍ୟତ ଓ ମୋର ଦୁଃଖ ସର୍ବଦା ମୋ ସମ୍ମୁଖରେ ଥାଏ। ଗୀତର ଯୋଉ କହୁଛନ୍ତି ମୋର ଦୁଃଖ ସବୁବେଳେ ମୋ ସାମ୍ନାରେ ଥାଉଛି। ମୁଁ ଆପଣା ଅପରାଧ ସ୍ୱୀକାର କରିବି, ମୁଁ ଆପଣା ପାପ ଲାଗି ଖେଦିତ ହେବି। ଏଇଟା ହଉଛି ଆମର ଦୁଃଖରୁ ବାହାରିବାର ଗୋଟେ ସହଜ ଉପାୟ। ସହଜ ଉପାୟ। ଆପଣ ଦେଖିବେ ମାଥ୍ୟୁ ତାର 13 ପର୍ବ 22 ପର୍ବ। ମାଥ୍ୟୁ 13 ତାର 22। ଯେ ବାକ୍ୟ ଶୁଣେ ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟ ଚାପି ପକାଏ ଆଉ ସେ ଫଳହୀନ ହୁଏ, ସେ ଜଣକୁ ବୁଣା ଯାଇଥିବା କଣ୍ଟକମୟ ଭୂମି ସଦୃଶ। କଣ ଲେଖାଯାଉଛି? ଖାଲି ଜାଗତିକତାରେ ବ୍ୟସ୍ତ ରହିବା, ବାକ୍ୟ ନାହିଁ, ବାକ୍ୟ ବିହୀନ ଜୀବନ। ଆମର ଜୀବନରେ ବେଳେ ବେଳେ ଆମେ ଅଳ୍ପ ସମୟ ପାଇଁ ପ୍ରଭୁରେ ଦେଖାଯାଉ, ପ୍ରଭୁରେ ଥିଲା ଭଳିଆ ଲାଗେ। କଣ ଲେଖାଯାଉଛି? ସାଂସାରିକ ଚିନ୍ତା, ଧନର ମାୟା ତାକୁ ଚାପି ପକାଉଛି। ସାଂସାରିକ ଚିନ୍ତା ଆଉ ଧନର ମାୟା ଆମ ଜୀବନରେ ବେଳେ ବେଳେ ଏଟା ଏତେ ପ୍ରବଳ ହେଇଯାଏ। ସାଂସାରିକ ଚିନ୍ତା, ଧନର ମାୟା ଆମକୁ ଖୁସି ହେବା ପାଇଁ ଦିଏନି, ଆମକୁ ଚାପି ପକାଏ। ସେ ବାକ୍ୟରେ ଆମେ ବଢି ପାରିନଥାଉ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ଆମମାନଙ୍କ ଜୀବନରେ ଦୁଃଖର କାରଣ କଣ? କଣ ପାଇଁ ଆମେ ଦୁଃଖ ଦେଇ ଯାଉଛୁ? ମୁଁ ଆପଣମାନଙ୍କୁ କହୁଥିଲି କେତୋଟି କାରଣ। ବାକି ଦୁଃଖ ଅଲଗା, ଚଳିବା ପାଇଁ ଦୁଃଖ, ରୋଗ ପାଇଁ ଦୁଃଖ, ଏଇଟା ମାମୁଲି ଦୁଃଖ ଗୁଡା, ଏଇଟା କିଛି ନାହିଁ। ସମସ୍ତଙ୍କ ପାଇଁ ଥାଏ। ସେଟା ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ ଦେଖିଛି ଲୋକମାନଙ୍କୁ ବଡ ବଡ ହୋଟେଲରେ ଖାଇବାକୁ ଯାଆନ୍ତି, ସେଠି ବି ଦୁଃଖରେ ବସିଥାନ୍ତି। ସାମ୍ନାରେ ଭଲ ଖାଇବାକୁ ଥିବ, ହେଲେ ବି ସେମାନେ ଦୁଃଖରେ ଥାନ୍ତି। ସେମାନଙ୍କ ଦୁଃଖ ଦୂର କରିହେବନି। କିନ୍ତୁ କେତେଜଣଙ୍କୁ ଦେଖିବେ ରାସ୍ତା କଡରେ ଦହିବରା ଖାଉଥିବେ, ଏତେ ଖୁସିରେ ପୁରା ସେ ପ୍ଲେଟକୁ ସଫା କରିଦଉଥିବେ। ସେଟା ଅଲଗା ବିଷୟ ସେଗୁଡାକ। କିନ୍ତୁ ଅରିଜିନାଲି ଆମେ ଏଇଥିପାଇଁ ଆମେ ଦୁଃଖିତ ହେଇଥାଉ। ଏଠୁ ବାହାରିବା ପାଇଁ ଆମେ ପ୍ରଭୁଙ୍କ କତିକି ଯିବା, ଆମର ପାପ ସ୍ୱୀକାର କରିବା। ଆମେ କଣ କରିବା ଦରକାର? ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜିର ସମୟରେ ଆମମାନଙ୍କ ଜୀବନରେ ଦୁଃଖ ଗୁଡାକ ବ୍ୟସ୍ତ ଅଛି। ତ ପ୍ରଥମ ବିଷୟ ଆମର ପାପ ସ୍ୱୀକାର କରିବା ଦରକାର। ଦ୍ୱିତୀୟ ବିଷୟ ଯଦି ଦେଖିବା, ଆମେ ଗୀତ ସଂହିତା 132 5 ଆଉ 6, 132 5 ଆଉ 6। ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ ଅବା ଆପଣା ଚକ୍ଷୁ ପତାକୁ ଘୁମାଇବାକୁ ଦେବି ନାହିଁ। ଦେଖ, ଆମ୍ଭେମାନେ ଇଫ୍ରାତାରେ ଏ ବିଷୟ ଶୁଣିଲୁ, ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତା ପ୍ରାପ୍ତ ହେଲୁ। ଆମେ କଣ ଦେଖୁଛୁ ଏଠି? ଶହେ 32 ଆମେ ଦେଖୁଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏ ବାକ୍ୟ ଶୁଣିବା ସମୟରେ ଆମର ଜୀବନରେ ଅନେକ ବିଷୟ ଦେଇ ଆମେ ଗତି କରୁ। ଆମମାନଙ୍କ ଜୀବନରେ ଅନେକ ପ୍ରକାର ପରିସ୍ଥିତି ଯାଏ। ଆମମାନଙ୍କ ଜୀବନରେ ଅନେକ ପ୍ରକାର ଝଡଝଞ୍ଝା ଆସିଥାଏ। ସେ କହୁଛନ୍ତି, ମୁଁ ଆପଣଙ୍କ ଚକ୍ଷୁକୁ ନିଦ୍ରା ଦେବି ନାହିଁ, ମୁଁ ଆପଣଙ୍କ ଚକ୍ଷୁ ପତାକୁ ଘୁମାଇବାକୁ ଦେବି ନାହିଁ। ଆମେ ପ୍ରଭୁରେ ଲାଗିକି ରହିବା ଦରକାର। ପ୍ରଭୁରେ ଲାଗିକି ରହିବା ଦରକାର। ଯଦି ଆପଣ ଦେଖିବେ ଗୀତ ସଂହିତା 13 ତାର 5 ଆଉ 6। ମାତ୍ର ମୁଁ ତୁମ ଦୟାରେ ଭରସା ରଖିଅଛି, ତୁମ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରିବ। ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋର ପ୍ରଚୁର ମଙ୍ଗଳ କରିଅଛନ୍ତି। ସେ କଣ କରିବା ଅଛି? ପ୍ରଭୁଙ୍କ ଦୟାରେ ନିର୍ଭର କରି ରହିବା। 2 ପଦ ପଢନ୍ତୁ, 2 ପଦ।
दिन जाक निज अंतकरण दुखित होई केते काल मने मने परामर्श करिबी, केते काल मो शत्रु मो उपरे उच्चीकृत हेबो। ଦେଖନ୍ତୁ ଦାଉଦ କଣ କରୁଛନ୍ତି, ଦିନ ଯାକ ନିଜ ଅନ୍ତଃକରଣରେ ଦୁଃଖିତ ହୋଇ କେତେ କାଳ ମନେ ମନେ ପରାମର୍ଶ କରିବେ। ମାନେ ଘରେ ଗଲେ ଦୁଃଖ, ବାହାରେ ଆଇଲେ ଦୁଃଖ, ଏକୁଟିଆ ବସିଲେ ଦୁଃଖ। କେ ଜଣ କଣ କରିବେ, ଆମେ ଦୁଃଖରେ ଅଛୁ କି ନାଇଁ ଜାଣିବା ପାଇଁ ଖୋଳି ଖୋଳି ପଚାରୁଥାନ୍ତି। କେ ଜଣଙ୍କ କାମ ସେଇଟା। ଆଜ୍ଞା ଆପଣ ମୁଖଟା କାହିଁ ଶୁଖି ଯାଇଛି, ଆପଣ ଆଜି ଟେନସନ ଦେଖା ଯାଉଛନ୍ତି, ଆପଣ ଟିକେ ୱରିଡ୍ ଦେଖା ଯାଉଛନ୍ତି ଆଜ୍ଞା, ଆପଣ ଟିକେ ବେଶୀ ଝାଳ ବାହାରୁଛି ଆଜ୍ଞା। ମାନେ ସବୁ ବିଷୟ ଘାଣ୍ଟି 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 କାଢୁଛନ୍ତି ଏମାନେ ସାମ୍ବାଦିକ ମାନେ। ତାପରେ ଯାଇ କୁକୁ ପେପରରେ ଛାପନ୍ତି ଆମର କଷ୍ଟକୁ। ଆଉ ଆଜିର ସମୟରେ ଆମର ଦୁଃଖ ବୁଝିବା ଲୋକ ବି କିଏ ନାହିଁ। ଯଦି ଘରେ କାହାକୁ ଦୁଃଖ ବିଷୟ କହିବ, ଜାଣିଥିଲି ପରା ତୋର ଏମିତି ହବ ବୋଲିକି, ହବ ତୋର ଏଇଥିପାଇଁ ଏଇଟା ହଉଛି, ସାଙ୍ଗେ ସାଙ୍ଗେ ସେମାନେ ଆହୁରି ପରାମର୍ଶ ନାହିଁ, ସିଦ୍ଧାନ୍ତରେ ପହଞ୍ଚିଯିବେ। ପ୍ରିୟ ଭାଇ ଭଉଣୀ ମାନେ, ବାହାରେ ତ ଦୁଃଖ ଗଦା ଅଛି, ଆମ ଘର ଭିତରେ ଦୁଃଖ ଆମେ ଡାକି ଆଣିଥାଉଛୁ ଦୁଃଖ। ଆଉ କେତେ ଜଣ ସେମାନେ ଖୁସିରେ ଥିବେ, ଆମ ଘରେ ଆସି ଦୁଃଖ ତିଆରି କରୁଥିବେ, ଦୁଃଖର ମଞ୍ଜି ବୁଣି ଦେଇ ପଳେଇବେ। ଏଠି ପାଟିତୁଣ୍ଡ କରିଦେବେ, ଆମେ ଖିଆ ପିଆ ବନ୍ଦ କରିଦେଇଥାଉ, ସେ ଆରାମରେ ବସି ଖାଉଥିବୁ ସିଆଡେ। ଆପଣ ଦେଖିବେ କେତେ ଜଣକୁ ପୁରା ଟିପଟାପ ଆସନ୍ତି, ଆମ ଘରେ ନିଆଁ ଲଗାଇ ପଳାନ୍ତି, ଆମେ ଗାଧୁଆ ପାଧୁଆ ନେଇ ମୁହଁ ଶୁଖାଇ ବସିଥିବୁ। ଆମେ କାହିଁକି କହୁଛି ଆପଣ ମାନଙ୍କୁ, ଦୁଃଖ ଅନେକ ଅଛି। ସେ କଣ କହୁଛନ୍ତି, ମୁଁ ଦିନ ଯାକ ଅନ୍ତଃକରଣ ଦୁଃଖିତ ହୋଇ କେତେ କାଳ ମନେ ମନେ ପରାମର୍ଶ କରିବି। ତାପରେ ସେ ନିଜକୁ କଣ କହୁଛନ୍ତି, ମାତ୍ର ମୁଁ ତୁମ ଦୟାରେ ଭରସା ରଖିଅଛି, ମୁଁ ତୁମ କୃତ ପରିତ୍ରାଣରେ ମୋର ଅନ୍ତଃକରଣ ଉଲ୍ଲାସ କରୁଅଛି। ମୁଁ ସଦାପ୍ରଭୁଙ୍କ ଦେଶରେ ଗାନ କରିବି, କାରଣ ସେ ମୋର ପ୍ରଚୁର ମଙ୍ଗଳ କରିଅଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଯଦି ପ୍ରଭୁ ନଥାନ୍ତେ ଆମେ ବି ନଥାନ୍ତୁ। ଆଜି ଯୋଉ ପରିସ୍ଥିତି ଯାଉଛୁ, ଯଦି ପ୍ରଭୁ ଆମ ସହିତ ନଥାନ୍ତେ ଆମେ କେମିତି ରହିପାରିଥାନ୍ତେ। ପ୍ରଭୁଙ୍କର ନାମର ସ୍ତୁତି ହଉ। ଆଜି ଆପଣଙ୍କ ଜୀବନରେ ଅନେକ ପରିସ୍ଥିତି ଯାଉଛନ୍ତି, ତ ଏଇ ଦୁଃଖ ଭିତରେ ଆପଣ କେମିତି ସୁଖରେ ରହିପାରିବେ, ସେଇଥିପାଇଁ ଦି ତିନିଟା ପଦ ମୁଁ କହିବା ପାଇଁ ଚାହେଁ, ଷ୍ଟେପ ଗୁଡାକ ଆପଣ କଣ କଣ କରିବେ, କଣ କଣ କଲେ ଆପଣ ଏ ଦୁଃଖ ଭିତରେ ସୁଖରେ ରହିପାରିବେ। ଗୀତ ସଂହିତା 36:8। ସେମାନେ ତୁମ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ, ପୁଣି ତୁମେ ସେମାନଙ୍କୁ ଆପଣା ଆନନ୍ଦ ନଦୀର ଜଳ ପାନ କରାଇବ। କଣ କରିବା ଅଛି, ଆମେ ପ୍ରଭୁଙ୍କର ଆତ୍ମାରେ ପୂର୍ଣ୍ଣ ହୋଇ ରହିବା ଦରକାର। ଆମେ କଣ କରିବା ଦରକାର, ପ୍ରଭୁଙ୍କର ଆତ୍ମାରେ ପୂର୍ଣ୍ଣ ହୋଇ ରହିବା ଦରକାର। ପ୍ରଭୁଙ୍କ ଆତ୍ମା 44:4 ଦେଖନ୍ତୁ। ନଦୀ ଗୋଟିଏ ଅଛି, ତହିଁର ସ୍ରୋତ ସମୂହ ପରମେଶ୍ୱରଙ୍କ ନଗରକୁ, ସର୍ବପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ। ସେ ଆନନ୍ଦ ନଦୀ ପାଖେ ଆମେ ରହିବାର ଅଛି, ସେ ପବିତ୍ର ଆତ୍ମାଙ୍କ ସ୍ରୋତ ପାଖରେ ଆମେ ରହିବାର ଅଛି। ତାମାନେ କଣ, ପବିତ୍ର ଆତ୍ମାରେ ଆମେ ଚାଲିବା ଦରକାର। ଜଗତର ଆତ୍ମା ନୁହେଁ, ପ୍ରଭୁଙ୍କର ଆତ୍ମା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଗୋଟେ ଷ୍ଟେପ ଏଇଟା। ଆଉ କଣ କରିପାରିବା ଆମେ, ଫିଲିପିଓ 4:6। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। କଣ ଲେଖା ଅଛି, କୌଣସି ବିଷୟରେ ଚିନ୍ତିତ ହୁଅନି, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା, ବିନତି ଏବଂ ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ।
କୌଣସି ବିଷୟରେ କୌଣସି ବିଷୟ ମାନେ କଣ? କୌଣସି ବିଷୟ ମାନେ କୌଣସି ବିଷୟରେ ଚିନ୍ତିତ ହୁଅନି, ପବିତ୍ର ଆତ୍ମା ପୂର୍ଣ୍ଣ ହିଁ ରୁହନ୍ତୁ। ଆଉ ଦ୍ୱିତୀୟ ବିଷୟ, କୌଣସି ବିଷୟରେ ଚିନ୍ତିତ ହୁଅନ୍ତୁ ନାହିଁ, ସବୁ ବିଷୟ ପ୍ରଭୁଙ୍କୁ ପ୍ରାର୍ଥନାରେ ଜଣାନ୍ତୁ। ସବୁ ବିଷୟ ପ୍ରାର୍ଥନାରେ ପ୍ରଭୁଙ୍କୁ ଜଣାନ୍ତୁ। ପ୍ରଭୁଙ୍କୁ ଜଣାନ୍ତୁ। ଗୀତ ସଂହିତା 16:11। ତୁମେ ମତେ ଜୀବନର ପଥ ଦେଖାଇବ। ତୁମ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ। ତୁମ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ। କଣ କରିବା ଅଛି? ପ୍ରଭୁଙ୍କର ଉପସ୍ଥିତିରେ ଆମେ ରହିବା ଅଛି, ପବିତ୍ର ଆତ୍ମାରେ ରହିବା ଅଛି, ପ୍ରଭୁଙ୍କର ଉପସ୍ଥିତିରେ। କାରଣ ପ୍ରଭୁଙ୍କର ଉପସ୍ଥିତିରେ ଆନନ୍ଦର ପୂର୍ଣ୍ଣତା ଥାଏ, ଆନନ୍ଦର ପୂର୍ଣ୍ଣତା। ତେଣୁ ଆମେ କଣ କରିବା? ତାଙ୍କର ଉପସ୍ଥିତିରେ ରହିବା, ଉପସ୍ଥିତ ରହିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଉ ତୃତୀୟ ବିଷୟ ଗୀତ ସଂହିତା 18 ତାର 2 ପଦରୁ 6 ପଦ। ସଦାପ୍ରଭୁ ମୋର ଶୈଳ ଓ ମୋର ଗଡ଼ ଓ ମୋର ଉଦ୍ଧାରକର୍ତ୍ତା, ମୋର ପରମେଶ୍ୱର, ମୋର ଦୃଢ଼ ଶୈଳ। ମୁଁ ତାଙ୍କ ଠାରେ ଶରଣ ନେବି। ମୋର ଢାଲ ଓ ମୋର ପରିତ୍ରାଣର ଶୃଙ୍ଗ, ମୋର ଉଚ୍ଚ ଦୁର୍ଗ। ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି। ତହିଁରେ ମୁଁ ଆପଣା ଶତ୍ରୁଗଣ ଠାରୁ ନିସ୍ତାର ପାଇବି। ମୃତ୍ୟୁର ରଜ୍ଜୁ ମୋତେ ବେଷ୍ଟନ କଲା, ପାପଧମତା ରୂପ ପ୍ଲାବନ ମୋତେ ଭୟଗ୍ରସ୍ତ କଲା। ପାତାଳର ରଜ୍ଜୁ ସବୁ ମୋ ଚାରିଆଡେ ଥିଲା। ମୃତ୍ୟୁର ଫାଶ ମୋ ଉପରେ ପଡ଼ିଲା। ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି। ସେ ଆପଣା ମନ୍ଦିରରୁ ମୋର ରୋବ ଶୁଣିଲେ। ପୁଣି ତାଙ୍କ ସମ୍ମୁଖରେ କୃତ ମୋର ଆର୍ତ୍ତନାଦ ତାଙ୍କ କର୍ଣ୍ଣରେ ପ୍ରବେଶ କଲା। ଆମେ କଣ ଦେଖୁଛୁ? ଦେଖନ୍ତୁ, ସେ ମୋର ବଳ ସ୍ୱରୂପ ସଦାପ୍ରଭୁ, ମୁଁ ତୁମକୁ ପ୍ରେମ କରୁଥାଏ। 1 ପଦ 2 ପଦ। ସଦାପ୍ରଭୁ ମୋର ଶୈଳ, ମୋର ଗଡ଼, ମୋର ଉଦ୍ଧାରକର୍ତ୍ତା, ମୋର ପରମେଶ୍ୱର, ମୋର ଦୃଢ଼ ଶୈଳ। ମୁଁ ତାଙ୍କ ଠାରେ ଶରଣ ନେବି। ମୋର ଢାଲ, ମୋର ପରିତ୍ରାଣ ଶୃଙ୍ଗ, ମୋର ଉଚ୍ଚ ଦୁର୍ଗ। ତାମାନେ କଣ? ଆମେ ଚେଷ୍ଟା କରିବା ପ୍ରଭୁଙ୍କର ଶକ୍ତିରେ, ପ୍ରଭୁଙ୍କର ସାହାଯ୍ୟରେ, ପ୍ରଭୁଙ୍କର ଉପସ୍ଥିତିରେ ରହିବା ପାଇଁ। ଏସବୁ ଆମକୁ କଣ କରେ? ଦୁଃଖରୁ, ଚାରିଆଡେ ଦୁଃଖ। ଆପଣ କହୁଥିଲି ଆମର ଦୁଃଖର କାରଣ କଣ, ତାର ସମାଧାନ କେମିତି କରିପାରିବା? ଆହୁରି ଆମେ ସେ ଦୁଃଖ ମଧ୍ୟ ସୁଖରେ ରହିବା ପାଇଁ ଆମେ କଣ କରିପାରିବା? ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ପ୍ରଭୁଙ୍କ ଉପରେ ଆଉଜି ପଡିବା, ପ୍ରଭୁଙ୍କ ଉପରେ ନିର୍ଭର କରିବା, ଆଉ ପ୍ରଭୁଙ୍କର ସାନ୍ନିଧ୍ୟରେ ରହିବା। ସେ କଣ କହୁଛନ୍ତି 6 ପଦରେ? ମୁଁ ଆପଣା ଦୁର୍ଦ୍ଦଶା ସମୟ ସଦା ପ୍ରଭୁଙ୍କୁ ଡାକିଲି ଓ ମୋର ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି। ସେ ଆପଣା ମନ୍ଦିରରୁ ମୋର ରୋବ ଶୁଣିଲେ। ପୁଣି ତାହାଙ୍କ ସମ୍ମୁଖରେ କୃତ ମୋର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା। ତେଣୁ ମୁଁ କହିବା ପାଇଁ ଚାହେଁ, ପ୍ରଭୁଙ୍କ ଆତ୍ମାରେ ଚାଳିତ ହୋଇ ରୁହନ୍ତୁ, ପ୍ରାର୍ଥନାରେ ରୁହନ୍ତୁ, ତାଙ୍କର ଉପସ୍ଥିତିରେ ରୁହନ୍ତୁ, ଆଉ ଆପଣଙ୍କର ଦୁଃଖ ପ୍ରଭୁଙ୍କୁ ଜଣାନ୍ତୁ। ଦୁନିଆରେ ଏମିତି ଲୋକ ବହୁତ କମ ପାଇବେ ଯେ ଆପଣଙ୍କ ଦୁଃଖରେ ଦୁଃଖୀ ହେବ। ଆପଣଙ୍କ ଦୁଃଖରେ ଦୁଃଖୀ ହେବ। ଆପଣ ସୁଖରେ ସୁଖୀ ହେବା ପାଇଁ କିଛି ଲୋକ ଆସିପାରନ୍ତି, ଦୁଃଖରେ ଦୁଃଖୀ ହେବା ଲୋକ ବହୁତ କମ ପାଇବେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ଆମର ଦୁଃଖର କାରଣ ଗୁଡାକ କଣ ଆମେ ଦେଖୁଥିଲୁ। ଆମେ ପ୍ରାର୍ଥନା କରିବା ଆଗାମୀ ସମୟରେ ପ୍ରଭୁଙ୍କ ଉପରେ ନିର୍ଭର ରଖି ରହିବା ପାଇଁ, ଆମର ପାପ ସ୍ୱୀକାର କରିବା, ଯାହା ଯାହା ସ୍ୱୀକାର କରିବା ତାହା ସ୍ୱୀକାର କରିବା, ପ୍ରଭୁଙ୍କ ଉପରେ ନିର୍ଭର ରଖିବା, ପ୍ରାର୍ଥନା ଜୀବନ କାଟିବା, ସମସ୍ତ ବିଷୟ ପ୍ରଭୁଙ୍କୁ ଜଣାଇବା, ଆହୁରି ପ୍ରଭୁଙ୍କ ବଳରେ ନିର୍ଭର ରଖିବା। ଆସନ୍ତୁ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ବିଜୟ ସମସ୍ତେ ଆପଣ ଚକ୍ଷୁ ବନ୍ଦ କରିବା। ପ୍ରଭୁଙ୍କର